ମୁଁ ମାଲକାନଗିରି ଜିଲ୍ଲାର ଅଣ୍ଡରାପାଲିକୁ ମନ୍ଥଲି ମିଟିଂ ପାଇଁ ଯାଇଥିଲି। ସାଙ୍ଗରେ ଆଉ 2 ଜଣ ସାର୍ ଥିଲେ। କାମ ସରିଲା ପରେ ରାତିରେ ଫେରିଲି। ସମୟ ସେଇ 7ରୁ 8 ହୋଇଥିବ। ଅନ୍ୟ 2 ଜଣ ସାର୍ ମୋ ଗନ୍ତବ୍ୟ ସ୍ଥଳରୁ ପୂର୍ବେ ହିଁ ରହିଗଲେ। ତାଙ୍କୁ ବିଦାୟ ଦେଇ ମୁଁ ମୋ ସାଇକେଲରେ ଚାଲିଲି। ଶୀତ ଦିନ ରାତି, ପୂର୍ଣ୍ଣମୀର ଜୁଳୁଜୁଳିଆ ପୋକର ନିଚ୍ଛକ ଶବ୍ଦ, ଚାରିପାଖେ ଘନ ଜଙ୍ଗଲ। ସେଇଥିରେ ହଠାତ୍ ଆଗକୁ ଦେଖିଲି ଜଣେ ବାଇକ୍ରେ ପଡ଼ିଗଲେ। ଜଙ୍ଗଲ ରାସ୍ତା। ଭାବନ୍ତୁ ଯେତେବେଳେ ମୋ ସହିତ ଏମିତି ଘଟିଲା ମୋତେ କେମିତି ଅନୁଭବ ହୋଇଥିବ। ତାଙ୍କୁ ଉଠେଇଲି ଆଉ ତାଙ୍କର ଡାହାଣ ପାର୍ଶ୍ୱ ଗାଲରେ ବହୁତ ଆଘାତ ଲାଗିଥିଲା, ଯେମିତିକି କିଏ ମାଟିରେ ଘଷି ଦେଇଛନ୍ତି। ସାମାନ୍ୟ ଆଘାତ କହି ସେ ଚାଲିଗଲା। ମୋତେ ଡର ଲାଗୁଥାଏ। ହଠାତ୍ ଦେଖିଲି ଜଣେ ଯାଉଥିବାର। ପାଖକୁ ଗଲା ପରେ ଆକସ୍ମିକ ଜଣେ ସୁନ୍ଦର ଝିଅ ରାସ୍ତାରେ ଆସିଲା। ସେ କହିଲା, ମୋତେ ଟିକେ ଆଗ ଗାଁରେ ଛାଡ଼ିଦେବ କି? ରାତିରେ ଡର ବି ଲାଗୁଥିଲା, କିନ୍ତୁ ସେତେ ସୁନ୍ଦର ହସକୁ ଦେଖି ମୋର ହୃଦୟରେ ଆସିଲା ସାହସ। ମୁଁ ତାକୁ ସାଇକେଲରେ ବସାଇ ରାସ୍ତାରେ କଥା କହି ଚାଲୁଥିଲି। ତାଙ୍କ ଗାଁ ପାଖରେ ପହଞ୍ଚିଲା ପରେ ସେ ହସିକି ଧନ୍ୟବାଦ କହିଲା ଏବଂ ପଳାଇଲା ତା ଘରକୁ। ମୁଁ ବି ଶାନ୍ତିରେ ମୋ ରାସ୍ତାରେ ଚାଲିଲି। କିଛି ଦିନ ପରେ ମୁଁ ଭାବିଲି, ଚାଲ ପୁଣି ସେଇ ରାସ୍ତାରେ ଯାଇ ଦେଖିବି ସେଇ ଝିଅର ଘରକୁ। କିନ୍ତୁ ସେଠାକୁ ପହଞ୍ଚିଲା ବେଳେ ଦେଖିଲି କୌଣସି ଘର ହିଁ ନାହିଁ କୌଣସି ଲୋକ। କେବଳ ଥିଲା ପୁରୁଣା ମଶାଣି।